ଝାରସୁଗୁଡ଼ା ଜିଲ୍ଲାର କୁମୁଡ଼ାପାଲି ଠାରେ ଡିସେମ୍ବର 18 ତାରିଖରୁ 25 ତାରିଖ ଯାଏଁ ଧନୁଯାତ୍ରା ଉତ୍ସବର ଆୟୋଜନ କରାଯାଇଛି। କୁମୁଡ଼ାପାଲିର ଧନୁଯାତ୍ରା କିପରି ଭାବରେ ପାଳନ କରାଯାଉଛି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇବି। କୁମୁଡ଼ାପାଲି ଛକରୁ ପ୍ରାୟ 100 ମିଟର ଦୂରରେ ଡାହାଣ ପଟରେ ଥିବା ପଡ଼ିଆରେ କୁମୁଡ଼ାପାଲିର ଧନୁଯାତ୍ରା ମେଳାଟି ବସିଛି। ଏହି ମେଳାରେ ବିଭିନ୍ନ ପ୍ରକାର ଫୁଡ୍ ଷ୍ଟଲ୍ ସହିତ ବିଭିନ୍ନ ଜିନିଷ ଗୁଡ଼ିକର ଷ୍ଟଲ୍ ମଧ୍ୟ ଲାଗିଛି। ଯେଉଁ ଷ୍ଟଲ୍ ଗୁଡ଼ିକରେ ଲୋକମାନେ କିଣା ବିକା କରୁଛନ୍ତି। କଂସ ମହାରାଜ ତାଙ୍କର କର୍ମଚାରୀଙ୍କ ସହିତ ତାଙ୍କ ରାଜ ଦରବାରକୁ ଆଗତ କରୁଛନ୍ତି। ବାଜା ବଜେଇକି ଏବଂ ରାଜା କଂସଙ୍କ ନାମକୁ ବାରମ୍ବାର ଉଚ୍ଚାରଣ କରିକି ଅତି ଆନନ୍ଦ ଏବଂ ଉଲ୍ଲାସର ସହିତ ମହାରାଜ କଂସଙ୍କୁ ତାଙ୍କ ରାଜଦରବାରକୁ ପାଛୋଟି ନିଆଯାଉଛି। ରାଜା ରଥ ଉପରେ ବସିକି ସମସ୍ତଙ୍କର ଅଭିବାଦନକୁ ସ୍ୱୀକାର କରୁଛନ୍ତି ଏବଂ ସମସ୍ତଙ୍କ ଆଡ଼କୁ ହାତ ଓହ୍ଲେଇକି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ରାଜା କଂସ ଆଡ଼କୁ ନିଜର ହାତ ଓହ୍ଲେଇକି ନିଜର ଉପସ୍ଥିତିକୁ ସାବ୍ୟସ୍ତ କରୁଛନ୍ତି। ହଜାର ହଜାର ସଂଖ୍ୟାରେ ଏଠିରେ ବ୍ୟକ୍ତିମାନେ ରାଜା କଂସଙ୍କ ଗୋଟେ ଝଲକ ପାଇବା ପାଇଁ ଅପେକ୍ଷା କରିଛନ୍ତି। ରାଜା ମଧ୍ୟ ଏମିତି ହଜାର ହଜାର ସଂଖ୍ୟାରେ ନିଜ ସମୀପରେ ପ୍ରଜାମାନଙ୍କ ପାଇଁ ଅତି ଆନନ୍ଦ ଏବଂ ଉଲ୍ଲାସିତ ହୋଇଛନ୍ତି। ନିଜ ମୁଣ୍ଡକୁ ଚାରିପଟେ ବୁଲାଇ ନିଜ ପ୍ରଜାମାନଙ୍କୁ ଅତି ଆକୃଷ୍ଟରେ ଦେଖୁଛନ୍ତି। ରାଜା କଂସ ତାଙ୍କ ପ୍ରଜା ଏବଂ ତାଙ୍କ କର୍ମଚାରୀଙ୍କ ସହିତ କଂସ ଦରବାରରେ ଉପସ୍ଥିତ ହୋଇଯାଇଛନ୍ତି। ରାଜା ନିଜ ଦରବାରର ମଞ୍ଚ ଉପରେ ଥାଇ ନିଜ ରାଜ୍ୟର ପ୍ରତିଷ୍ଠା ଏବଂ ଗୌରବ ବିଷୟରେ ଆଲୋଚନା କରୁଛନ୍ତି। ହଜାର ହଜାର ସଂଖ୍ୟାରେ ବ୍ୟକ୍ତିମାନେ ଏତିକି ଥଣ୍ଡାରେ ଏହି ଧନୁଯାତ୍ରା ଉତ୍ସବକୁ ଆସିଛନ୍ତି ଏବଂ ସମସ୍ତଙ୍କ ନଜର ଅଛି କଂସ ଦରବାରର କାର୍ଯ୍ୟକ୍ରମ ଉପରେ। ଏହି ମେଳାରେ ବିଭିନ୍ନ ପ୍ରକାର ଷ୍ଟଲ୍ ବସିଛି, ଯେମିତିକି ବେଗ୍ର ଷ୍ଟଲ୍, ଷ୍ଟେସନାରୀ ଆଇଟମ୍ର ଷ୍ଟଲ୍, ଫୁଡ୍ ଷ୍ଟଲ୍ ଏବଂ ହାର୍ଡ଼ୱେର୍ ଷ୍ଟଲ୍। ଏଠାରେ ପହଞ୍ଚିଥିବା ବ୍ୟକ୍ତିମାନେ ବିଭିନ୍ନ ଷ୍ଟଲ୍କୁ ବୁଲି ନିଜ ନିଜ ପସନ୍ଦର ଜିନିଷ ଗୁଡ଼ିକ କିଣିକି ନେଇଯାଉଛନ୍ତି ଏବଂ ଏଠାରେ ଉପଲବ୍ଧ ଥିବା ବିଭିନ୍ନ ପ୍ରକାରର ଖାଦ୍ୟ ଆଇଟମ୍କୁ ମଧ୍ୟ ଟେଷ୍ଟ କରୁଛନ୍ତି। ଦେଖୁଛନ୍ତି ଆପଣ ଏହି ମିଠା ଦୋକାନରେ କେମିତି ଭିଡ଼ ଲାଗିଛି। ଅନେକ ପରିବାର ନିଜ ପିଲାଛୁଆମାନଙ୍କୁ ଏଠାରେ ଉପସ୍ଥିତ ବିଭିନ୍ନ ପ୍ରକାର ରାଇଡ଼ରେ ବସାଉଛନ୍ତି। ଏଠାରେ ଛୁଆମାନଙ୍କ ପାଇଁ ବିଭିନ୍ନ ପ୍ରକାରର ରାଇଡ୍ ଏବଂ ଖେଳନା ଗୁଡ଼ିକ ଆସିଛି, ଯେଉଁଠି ଛୁଆମାନେ ଖେଳିପାରିବେ। ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଏଠାରେ ବ୍ରେକ୍ ଡ୍ୟାନ୍ସ ଏବଂ ଜାଏଣ୍ଟ ହ୍ୱିଲ୍ ପରି ରାଇଡ୍ ଉପଲବ୍ଧ ଅଛି। ରାତିରେ ଏହି ମେଳାଟି ବିଭିନ୍ନ ପ୍ରକାରର ରଙ୍ଗୀନ ଲାଇଟ୍ରେ ଉଜ୍ଜ୍ୱଳିତ ଜଣାପଡ଼ୁଛି। ଉଭୟ ମହିଳା ଓ ପୁରୁଷମାନେ ଘଣ୍ଟା ଘଣ୍ଟା ସମୟ ଧରି ବିଭିନ୍ନ ପ୍ରକାର ଷ୍ଟଲ୍ ବୁଲିକି ନିଜ ମନପସନ୍ଦ ଜିନିଷ ଗୁଡ଼ିକ କିଣୁଛନ୍ତି। ଯଦି ଆପଣ ଝାରସୁଗୁଡ଼ା ଜିଲ୍ଲା କିମ୍ବା ଆଖପାଖ ଜିଲ୍ଲାର ଅଧିବାସୀ ଅଟନ୍ତି, ତେବେ କୁମୁଡ଼ାପାଲିରେ ଆୟୋଜନ କରାଯାଉଥିବା ଧନୁଯାତ୍ରା ଉତ୍ସବ ମେଳାକୁ ଆସି ଏଠାକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ରାଇଡ୍ ଏବଂ ଖାଦ୍ୟର ଉପଭୋଗ କରନ୍ତୁ ଏବଂ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରିକି ଜଣାନ୍ତୁ।